নন্দন রাশ্চ মন্দর ধরো বৃন্দার কৌ বন্দিত বৃন্দারি মুচুকুন্দ সুন্দর বর শ্রীনাথ গোরক্ষক গোপীনাথ যতীন্দ্র গোপজনন গোপাল গোপী প্রিয় শ্রী দামোদর কৃষ্ণ কম্বুকধর কুর্বমস্তুতে ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ଗ୍ରହମାନଙ୍କର ଗୋଚର ଫଳଟି ପଢୁଥିଲେ, ଆମେ 7ଟି ଗ୍ରହଙ୍କର ପଢି ସାରିଲେଣି, ରବିଙ୍କ ଠାରୁ ଶନିଙ୍କ ପର୍ଯ୍ୟନ୍ତ। ଆଜି ଆଉ ଯେଉଁ ଶେଷ 2ଟି ଗ୍ରହ ଅଛନ୍ତି, ରାହୁ କେତୁ ଛାୟା ଗ୍ରହ, ଆମେ ତାଙ୍କ ବିଷୟରେ ଆଜି ଆଲୋଚନା କରିବା ଯେ ରାହୁ କେତୁଙ୍କ ଗୋଚରରେ କଣ ସବୁ ଫଳଟିଏ ହୁଏ। ମୁଁ ଏଇଥିପାଇଁ 2ଟା ଯାକ ଜଏଣ୍ଟଲି କରିଦେଇଛି। ରାହୁ ଯେବେ ଚଳନ ହୁଅନ୍ତି, କେତୁ ବି ସେଇଦିନ ଚଳନ ହୁଅନ୍ତି, ଅଲଗା ଅଲଗା ସମୟ ନୁହେଁ। ଆଉ ରାହୁ ଯୋଉଠି ଥାନ୍ତି, କେତୁ ତାର ଠିକ ଅପୋଜିଟ ଭାଗରେ ଥାନ୍ତି। ତାର ଅର୍ଥ ହଉଛି, ରାହୁ ମନେକର ଏଇଠି ଅଛନ୍ତି, କେତୁ ବର୍ତ୍ତମାନ ରାହୁ ଅଛନ୍ତି ମୀନ ରାଶିରେ, ମନେ ରଖନ୍ତୁ ଏଠି ରାହୁ ଅଛନ୍ତି, ତାହେଲେ କେତୁ ରହିଲେ ଏଠି। ତାହେଲେ ଯେତେବେଳେ ଏଇ ଘର କଥା କି ସେଇ ଘର କଥା ଯେତେବେଳେ ଆମେ ଆଲୋଚନା କରିବା, ରାହୁ କେତୁଙ୍କୁ ଦେଖୁଛନ୍ତି, କେତୁ ବି ରାହୁଙ୍କୁ ଦେଖୁଛନ୍ତି, ତେଣୁ ଫଳଟି ସମାନ ଆସିଥାଏ। ସେଥିପାଇଁ ଗୋଟିଏ ଜାଗାରେ କରିଦେଇଛି। ଦେଖନ୍ତୁ ବନ୍ଧୁଗଣ, ରାହୁ କେତୁ ସିଏ ହଉଛନ୍ତି ଛାୟା ଗ୍ରହ ଆଉ ପାପ ଗ୍ରହ ମଧ୍ୟ। କାହିଁକି? ରାହୁ ଯାହାଙ୍କ ସାଙ୍ଗରେ ମିଶି ଯାଇଥାନ୍ତି, ସେ ବହୁତ ଅଶୁଭ ଯୋଗଟିଏ ସୃଷ୍ଟି କରିଦେଇଥାନ୍ତି। ଉଦାହରଣ, ରାହୁ ଯଦି ରବିଙ୍କ ସାଙ୍ଗରେ ମିଶିଗଲେ ସୂର୍ଯ୍ୟ ଗ୍ରହଣ ଯୋଗ ହେଇଗଲା, ଚନ୍ଦ୍ରଙ୍କ ସାଙ୍ଗରେ ମିଶିଗଲେ ଚନ୍ଦ୍ର ଗ୍ରହଣ ଯୋଗ ହେଇଗଲା, ମଙ୍ଗଳଙ୍କ ସାଙ୍ଗରେ ମିଶିଗଲେ ଅଙ୍ଗାରକ ଯୋଗ ହେଇଗଲା, ବୁଧଙ୍କ ସାଙ୍ଗରେ ମିଶିଗଲେ ଜଡତ୍ୱ ଯୋଗ ହେଇଗଲା, ବୃହସ୍ପତିଙ୍କ ସାଙ୍ଗରେ ମିଶିଗଲେ ଗୁରୁଚାଣ୍ଡାଳ ଯୋଗ ହେଇଗଲା, ଶୁକ୍ରଙ୍କ ସାଙ୍ଗରେ ମିଶିଗଲେ ନାଗମଣି ଯୋଗ ବି ହବ। ଆଉ ଗୋଟିଏ ହଉଛି କହନ୍ତି, ଯୋଉଟା କି ଚରିତ୍ରରେ ଦାଗ ଲାଗିଯିବା ଯୋଗଟିଏ, ତାକୁ ବ୍ୟଭିଚାର ଯୋଗ ବୋଲି କୁହାଯାଏ। ଶନିଙ୍କ ସାଙ୍ଗରେ ମିଶିଗଲେ ରାହୁ ଶ୍ରାପିତ ଯୋଗ ହେଇଗଲା। ତାହେଲେ ବନ୍ଧୁଗଣ, ରାହୁ ଯାହା ସାଙ୍ଗରେ ମିଶିକିରି ରୁହନ୍ତି ଏଇଭଳିଆ ଫଳଟିଏ ଦେଇ ଦିଅନ୍ତି। କେତୁ ବି ସେଇଭଳିଆ ଫଳଟିଏ ଦେଇ ଦିଅନ୍ତି, କିନ୍ତୁ କେତୁଙ୍କ କ୍ଷେତ୍ରରେ ଗୋଟିଏ ପରିବର୍ତ୍ତନ। ଯଦି କେତୁ ବୃହସ୍ପତିଙ୍କ ସାଙ୍ଗରେ ମିଶିକିରି ରହନ୍ତି, ସେ ଗୁରୁଚାଣ୍ଡାଳ ଯୋଗ କରନ୍ତି ନାହିଁ, ସେ ମତ୍ସ୍ୟ ଯୋଗ କରନ୍ତି ବା ଧର୍ମଧ୍ୱଜା ଯୋଗଟିଏ କରନ୍ତି, ବହୁତ ପଜିଟିଭ ଯୋଗଟିଏ। ହଉ ବନ୍ଧୁଗଣ, ଆମେ ସିଆଡକୁ ଯିବା ନାହିଁ। ଏବେ ଆମେ ଆଲୋଚନା କରିବା ଯେ ରାହୁ କେତୁ ସେ ଗୋଟିଏ ରାଶିରେ 1.5 ବର୍ଷ ରୁହନ୍ତି, ଅର୍ଥାତ 18 ମାସେ, ପାଖାପାଖି 18 ମାସେ ଗୋଟିଏ ରାଶିରେ ସେ ରହନ୍ତି। ଆଉ ଇଏ ଶନିଙ୍କ ଭଳିଆ ଫଳ ଦିଅନ୍ତି। ଉଦାହରଣ, ଶନି ଯେମିତି 3, 6, 10, 11ରେ ଶୁଭ ଫଳ ଦଉଥିଲେ, ରାହୁ କେତୁ ମଧ୍ୟ ସେଇଭଳିଆ ଫଳଟିଏ ଦିଅନ୍ତି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଯଦି ଏବେ ମନେକର ମୀନ ରାଶିରେ ରାହୁ ଅଛନ୍ତି, କେତୁ କନ୍ୟା ରାଶିରେ ଅଛନ୍ତି, ଆମେ ଦେଖିବା କଣ ହଉଛି ନା, ଯଦି ଜନ୍ମ ରାହୁ ବା ଜନ୍ମ କେତୁ, ଏଠି ରାହୁ ଥାନ୍ତୁ ବା ଏଠି କେତୁ ଥାନ୍ତୁ, ଏ ସମାନ ଜିନିଷ, ହେଲେ କଣ ହବ? ଆପଣଙ୍କୁ ମୁଖ୍ୟତଃ ଏଠି ରହିଲେ ଆପଣଙ୍କୁ ମୁଣ୍ଡ ରୋଗ ସୃଷ୍ଟି କରିଦେବେ ରାହୁ। ଆଉ ଯଦି କେତୁ ରହିଥିବେ, ଆପଣଙ୍କୁ ଚିନ୍ତାଶୀଳ କରେଇଦେବେ, ଅଯଥା ଚିନ୍ତା, ମନୋମାଳିନ୍ୟ, ସନ୍ଦେହୀ, ଏମିତି ସବୁ କରିଦେବେ। ଆପଣଙ୍କୁ ଶାରୀରିକ କଷ୍ଟ ବି ମିଳିବ, ମାନସିକ କଷ୍ଟ ମିଳିବ, ଅଯଥା ଧନହାନି ଆପଣଙ୍କର ହେଇଯିବ ବହୁତ। ଯଦି ଦ୍ୱିତୀୟରେ ରହିଲେ, ଦ୍ୱିତୀୟ ଏଇଖୁଣା ମନେକର ରାହୁ ହେଇଛନ୍ତି କୁମ୍ଭ ରାଶି ଯୋଉମାନଙ୍କର, ତାଙ୍କର ହେଲା ଦ୍ୱିତୀୟ। ଆଚ୍ଛା, ତେଣୁ ଦ୍ୱିତୀୟ ହେଇଗଲେ କଣ ହେଇଯାଏ ନା, ଆପଣଙ୍କର କୁଟୁମ୍ବ ସହ ଭଲ ସମ୍ପର୍କଟି ରଖେଇ ଦେବେ ନାହିଁ। ଆପଣ ଅଯଥା ଯୋଉ କଥାଟା ଆପଣଙ୍କର ଦରକାର ନାହିଁ, ଆପଣ ସେଇ ପ୍ରକାର କଥାଟା କହିଦେଇକି ଅପ୍ରିୟ ହେଇଯାଇଥିବେ। ଆଉ ଦ୍ୱିତୀୟ କଥା ହଉଛି, ଧନ ସଞ୍ଚୟ ଆପଣଙ୍କର ମୋଟେ ହବ ନାହିଁ। ଧନ ତ ବେଶୀ ଖର୍ଚ୍ଚ କରିଦେବେ, ଆଉ ସଞ୍ଚୟ ହବ କୋଉଠୁ? ଆଉ ମାନହାନି ବି ହେଇପାରେ। କିନ୍ତୁ 3 ନମ୍ବର ଯଦି ହେଇଗଲେ, ଧନୁ ରାଶି ପାଇଁ ନା ମକର ରାଶି ପାଇଁ ବର୍ତ୍ତମାନ ରାହୁ ହେଇଛନ୍ତି ତୃତୀୟ ରାହୁ, ବା କର୍କଟ ରାଶି ପାଇଁ ହେଇଛନ୍ତି ତୃତୀୟ କେତୁ।
ଦେଖନ୍ତୁ ବନ୍ଧୁଗଣ, ତାହେଲେ କେତୁ ହେଲେ ତାକୁ ଆମେ କଣ କରିବା ନା ତୃତୀୟ ହେଇଗଲେ ଘର, ବାହନ, ସାହସ, ଆପଣଙ୍କର ସାହସ ବଢିଯିବ, ପରାକ୍ରମ ବଢିଯିବ, ସବୁଥିରେ ବୃଦ୍ଧି ଘଟିବ। ଯେତିକି ସୁଖ ସୁବିଧା ଆପଣ ପାଇବା ଅନୁମାନ କରୁଛନ୍ତି ମୁଁ ଏତିକି ପାଇବି, ତାଠାରୁ ଅଧିକା ପାଇବେ ତୃତୀୟ ରାହୁ ବା ତୃତୀୟ କେତୁ ହେଇଥିଲେ। ଚତୁର୍ଥ ହେଇଗଲେ କଣ ହବ? ଆପଣଙ୍କର ମାନସିକ କଷ୍ଟ ଆସିଯିବ, ମାତାଙ୍କର ସ୍ୱାସ୍ଥ୍ୟ ଖରାପ ହେଇଯିବ, ଆପଣଙ୍କର ଘରରେ କଳହ ସୃଷ୍ଟି ହେଇଯିବ, ଶତ୍ରୁ ବୃଦ୍ଧି ହେଇଯିବେ, ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହେଇଯିବ। ଆପଣଙ୍କର ଯଦି କିଛି କାମ କରୁଛନ୍ତି, ମନେକର ଘରଟେ ତିଆରି କରୁଛନ୍ତି, ସେ ଘର ଅଧା ହେଇକି ପଡିଛି, ଆଉ ସିଆଡକୁ ହେଇପାରୁନାହିଁ, ଏଇଭଳି ଜିନିଷଟି ହବ। ଯଦି ପଞ୍ଚମ ହେଇଗଲେ, ପଞ୍ଚମ ହେଇ ଦେଖନ୍ତୁ ବିଛା ରାଶି ପାଇଁ ପଞ୍ଚମ ରାହୁ ବା ବୃଷ ରାଶି ପାଇଁ ପଞ୍ଚମ କେତୁ। ପଞ୍ଚମ କେତୁ ଯଦି ପଞ୍ଚମ କେତୁ ବା ପଞ୍ଚମ ରାହୁ ଯଦି ହେଇଯାନ୍ତି, ଆପଣଙ୍କର ବୁଦ୍ଧି ଭ୍ରଷ୍ଟ କରିଦେବେ। ମନେ ରଖନ୍ତୁ, ଆପଣଙ୍କର ବୁଦ୍ଧି ଯେତିକି ଭଲ ବୁଦ୍ଧି ଗୁଡାକ ଆପଣଙ୍କ ମନ ଭିତରୁ ଉଭେଇଯିବ, ଯେତିକି ଖରାପ ବୁଦ୍ଧି ଗୁଡାକ ସେଇଗୁଡାକ ମୁଣ୍ଡରେ ସବୁ ପଶିଯିବ, ଯାହା ଫଳରେ କି ଆପଣ ମାନ, ସମ୍ମାନ, ଧନ ସବୁଥିରେ କ୍ଷତି ସହିବେ। ଆଉ ମୁଖ୍ୟତଃ ଦାମ୍ପତ୍ୟ ଜୀବନରେ ଆପଣଙ୍କର ଠିକ ରହିବ ନାହିଁ, ସ୍ୱାମୀ ସ୍ତ୍ରୀଙ୍କ ସାଙ୍ଗରେ ତାମାନେ ଅପ୍ରିୟତା ବଢିବ। ଆଉ ଯେଉଁମାନେ ଲଭ୍ ଆଫେୟାର୍ସରେ ଅଛନ୍ତି ସେମାନଙ୍କର ମଧ୍ୟ ଏଇ ଟାଇମରେ ଅସୁବିଧାଟିଏ ହେଇପାରେ। ଆଚ୍ଛା, ଯଦି ଷଷ୍ଠ ହେଇଗଲେ, ହେଇ ତୁଳା ରାଶି ପାଇଁ ଷଷ୍ଠ ବର୍ତ୍ତମାନ ରାହୁ ହେଇଛନ୍ତି, ତାର ଷଷ୍ଠ ହେଇଗଲେ ଆପଣଙ୍କର କୋର୍ଟ କଚେରୀ, ଭଲ ମନ୍ଦ ଏଇ ପ୍ରକାର ଜିନିଷ ମାନଙ୍କରେ କଣ ହୁଏ, ଆପଣଙ୍କୁ ଜୟଯୁକ୍ତ କରେଇ ଦିଅନ୍ତି, ଆପଣଙ୍କର ଶତ୍ରୁନାଶ କରେଇ ଦିଅନ୍ତି। ଶତ୍ରୁନାଶ କରେଇଦେବେ। ଆପଣ ଯଦି କିଛି ଋଣ କରିବାକୁ ଚାହୁଁଛନ୍ତି ଆପଣ କରିପାରିବେ, କିନ୍ତୁ ବନ୍ଧୁଗଣ ବ୍ୟାଙ୍କରୁ ଋଣ କରିବେ, ହାତ ଉଧାରି ଋଣ କରିବେନି। ତେଣୁ ଋଣ କରିବେ ଘର, ତାପରେ ଯେତେ ପ୍ରକାର ଯାନବାହନ ଆପଣ କ୍ରୟ କରିପାରିବେ, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ଆଉ ମୁଖ୍ୟତଃ ଆପଣ ଶତ୍ରୁହନ୍ତା ହେବେ, ତା ମାନେ ଶତ୍ରୁ ଆପଣଙ୍କର କିଛି କରିପାରିବ ନାହିଁ। ସପ୍ତମ ଯଦି ହେଇଗଲେ, ଦେଖନ୍ତୁ କନ୍ୟା ରାଶି ପାଇଁ ବର୍ତ୍ତମାନ ସପ୍ତମରେ କଣ, ବୈବାହିକ ଜୀବନକୁ ସେ କଷ୍ଟ ଦେଇ ଦିଅନ୍ତି, ଲାଇଫ ପାର୍ଟନର, ବିଜନେସ ପାର୍ଟନର, ଏଇଭଳିଆ ସବୁ ବିଜନେସ ପାର୍ଟନର ଆପଣଙ୍କୁ ଧୋକା ଦେଇପାରନ୍ତି ସପ୍ତମ ବୃହସ୍ପତି ହେଲେ। ଆଉ ମୁଖ୍ୟତଃ ସପ୍ତମ ବୃହସ୍ପତିରେ ଦେଖନ୍ତୁ ବନ୍ଧୁଗଣ, ସପ୍ତମ ରାହୁ ବା ସପ୍ତମ କେତୁ ଯଦି ହେଇଥାନ୍ତି, ତାହେଲେ ଆପଣ ଟିକେ ସତର୍କତାର ସହ ସମ୍ପର୍କ ରଖିବେ। ତା ଅର୍ଥ ଆପଣଙ୍କର ବନ୍ଧୁବାନ୍ଧବ ସମ୍ପର୍କ, ସାଙ୍ଗସାଥି ସମ୍ପର୍କ, ତାଙ୍କ ସାଙ୍ଗରେ ଝଗଡାଝାଟି କରିବେ ନାହିଁ। ଝଗଡାଝାଟି କଲେ ସବୁଦିନ ପାଇଁ ଅପ୍ରିୟ ହେଇଯିବେ। ଯଦି ଅଷ୍ଟମ ହେଲା, ଏକ ସିଂହ ରାଶି ପାଇଁ ଅଷ୍ଟମ ରାହୁ ହେଇଛନ୍ତି, ତାହେଲେ କେମିତି ହେବ ନା ଅଷ୍ଟମ ହେଲେ ସ୍ୱାସ୍ଥ୍ୟ ହାନି, ମୃତ୍ୟୁତୁଲ୍ୟ କଷ୍ଟ ମିଳେ, ମାନ ସମ୍ମାନ ହାନି ହୁଏ, ଦୁର୍ଘଟଣା ଯୋଗଟିଏ ସୃଷ୍ଟି କରିଦିଅନ୍ତି। ତେଣୁ ବନ୍ଧୁଗଣ, ଯେଉଁମାନଙ୍କର ଅଷ୍ଟମ ରାହୁ ବା ଅଷ୍ଟମ କେତୁ ହେଇଥାନ୍ତି ସେମାନେ ଟିକେ ସତର୍କତାର ସହ ଯାନବାହନ ଯେଉଁମାନେ ଚଲାଉଛନ୍ତି ସତର୍କତାର ସହ ଚଲେଇବେ। କୌଣସି ଲୋକ ସାଙ୍ଗରେ ଝଗଡାଝାଟି ହେବେ ନାହିଁ, କୋର୍ଟ କଚେରୀ ମାମଲାକୁ ଯିବେ ନାହିଁ। କୋର୍ଟ କଚେରୀ ମାମଲାକୁ ଯଦି ଯିବେ ତାହେଲେ ସେ କେସଟା ବହୁତ ଲମ୍ବା ହେଇଯିବ, ଯୋଉଟା କି ଆପଣ ବହୁତ କଷ୍ଟ ପାଇବେ। ଆଉ 9 ନମ୍ବର ଯଦି ହେଇଗଲା, ହେଇ କର୍କଟ ରାଶି ପାଇଁ ନବମ ରାହୁ, କର୍କଟ ରାଶି ପାଇଁ ହେଲେ ନବମ ହେଲେ କଣ ହବ, ଆପଣଙ୍କୁ ନାସ୍ତିକ କରେଇଦେବେ ରାହୁ। ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣଙ୍କର ଅବନତି ଘଟିବ, ଆପଣ ଆଧ୍ୟାତ୍ମିକ ଲାଇନ କି ଯିବାକୁ ଭଲ ପାଇବେ ନାହିଁ, ବାପାଙ୍କ ସହିତ ସମ୍ପର୍କ ଖରାପ କରେଇଦେବେ। ଆଚ୍ଛା, ଯଦି ଦଶମ ହେଇଗଲେ, ଦଶମ ରାହୁ ହେଇ ମିଥୁନ ରାଶି ପାଇଁ ଦଶମ ରାହୁ ବର୍ତ୍ତମାନ ହେଇଛନ୍ତି। ଦଶମ ରାହୁ ବହୁତ ଭଲ, ବ୍ୟବସାୟ, ନୌକରି, ଆପଣ ଯେତେ ପ୍ରକାର ଚାକିରି ବାକିରି କରିଛନ୍ତି ସବୁ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ, ଆର୍ଥିକ ଉନ୍ନତି ବି ଆପଣଙ୍କର ହବ, ରାଜନୀତିରେ ବି ଭଲ କରିପାରିବେ। ଇଏ ହେଲା ଦଶମ। ତାପରେ ଏକାଦଶ, ବୃଷ ରାଶି ପାଇଁ ବର୍ତ୍ତମାନ ଏକାଦଶ ବହୁତ ବଢିଆ। ଏକାଦଶ ରାହୁ ଭାଗ୍ୟ ବୃଦ୍ଧି କରନ୍ତି, ଧନ ଲାଭ କରାନ୍ତି, ଘର ବାହନ ସୁଖ ସବୁ ଜିନିଷ ଦେଇ ଦିଅନ୍ତି, ଆଉ ଇଚ୍ଛା ପୂର୍ତ୍ତି କରେଇ ଦିଅନ୍ତି। ଆପଣଙ୍କର ଯାହା ଇଚ୍ଛା ଅଛି ରାହୁ ତାକୁ ପୂରଣ କରେଇ ଦିଅନ୍ତି। ଆଚ୍ଛା, ଯଦି ଦ୍ୱାଦଶ ହେଲା, ମେଷ ରାଶି ପାଇଁ ଏଖା ଦ୍ୱାଦଶ ରାହୁ ହେଇଛନ୍ତି। ଦ୍ୱାଦଶ ରାହୁ ହେଲେ କଣ ହବ, ଖର୍ଚ୍ଚ ବୃଦ୍ଧି ହବ, ଅହେତୁକ ଖର୍ଚ୍ଚ ବୃଦ୍ଧି, ଧନ ହାନି, ତାମାନେ ଯୋଉ ଯାତ୍ରାଟି କରିବେ ସେଟା ବ୍ୟର୍ଥ ଯାତ୍ରା, ତା ମାନେ
ପତ୍ନୀ କି ଶାରୀରିକ କଷ୍ଟ ହେଇପାରେ, ମେଡିକାଲ ଖର୍ଚ୍ଚ ବଢିଯିବ, କୋର୍ଟ କଚେରୀ ଖର୍ଚ୍ଚ ବଢିଯିବ। ତେଣୁ ଏଇଭଳି ଜିନିଷ ଗୁଡ଼ିକ ସୃଷ୍ଟି ହେବ। ତେଣୁ ଆପଣ ଟିକେ ସତର୍କତାର ସହ ରହିକରି ସେ କାମ ଗୁଡ଼ିକ କରିବେ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଯଦି ଆପଣଙ୍କର ରାହୁ ଆଉ କେତୁ ଆପଣଙ୍କର ଏଇଭଳିଆ ସ୍ଥିତିରେ ଥାଆନ୍ତି ଆଉ ଖରାପ ସ୍ଥିତିରେ ଥାଆନ୍ତି, ଆପଣ ପ୍ରଥମେ ଦେଖିଦେବେ ଯେ ରାହୁ କେତୁ କୋଉ ଘରେ ଆପଣଙ୍କର ଅଛନ୍ତି। ଯଦି ବୃଷ ରାଶିରେ ଅଛନ୍ତି କି ମିଥୁନ ରାଶିରେ ରାହୁ ଅଛନ୍ତି, ବିଛା ରାଶିରେ କି ଧନୁ ରାଶିରେ କେତୁ ଅଛନ୍ତି, କି କୌଣସି ମିତ୍ର ରାଶିରେ ଅଛନ୍ତି, ତାହେଲେ ଆପଣ ଜାଣିବେ ବହୁତ ଭଲ ରେଜଲ୍ଟଟି ଦେବେ। ଯଦି ଶତ୍ରୁ ରାଶିରେ ଅଛନ୍ତି, ରାହୁ ମନେକର ଧନୁ ରାଶିରେ ଅଛନ୍ତି ଆଉ ବିଛା ରାଶିରେ ଅଛନ୍ତି, ତାହେଲେ ଖରାପ, ନିଚରେ ରହନ୍ତି ରାହୁ। ଏ ଦୁଇଟା କେତୁ ରହିଲେ ନିଚରେ ରହନ୍ତି। ଯଦି ଏମିତି ସ୍ଥିତି ହେଇଥାଏ ତାହେଲେ ଜାଣିବେ ଯେ ଆପଣ ଭଲ ଫଳ ଆପଣଙ୍କୁ ମିଳିବ ନାହିଁ। ତେଣୁ ଆପଣ ତାଙ୍କର ବୀଜ ମନ୍ତ୍ର କରିପାରିବେ, ପ୍ରତିକାର ବି କରିପାରିବେ। ମୁଁ ଯୋଉ ପ୍ରତିକାର ଗ୍ରହ ମାନଙ୍କର ପ୍ରତିକାର ଆଗରୁ ସବୁ ବତେଇଛି, ରାହୁ ମାନଙ୍କ ପାଇଁ କଣ ସବୁ ଦେବେ ଆପଣ ରାହୁ କେତୁଙ୍କ ପାଇଁ, ଆପଣ ସେଗୁଡ଼ିକୁ ଫଲୋ କରିପାରିବେ। ଆଉ ବନ୍ଧୁଗଣ, ଆଉ ମୁଖ୍ୟ କଥା ହେଉଛି ରାହୁଙ୍କର ଅବସ୍ଥିତି ଦେଖିବା ସହିତ ରାହୁ କେତେ ଡିଗ୍ରୀରେ ଅଛନ୍ତି ତାକୁ ଦେଖିବେ। କାହିଁକିନା ରାହୁ ଯଦି 0 ଡିଗ୍ରୀରେ ଅଛନ୍ତି, ତା ପାୱାର ନାହିଁ ମୋଟେ, ସେ କଣ କ୍ଷତି କରିବେ କି ଲାଭ କରିବେ। ତେଣୁ ଯଦି ଉପକାରୀ ହେଇଛନ୍ତି ରାହୁ ଆପଣଙ୍କ ଜାତକ ପାଇଁ, ଡିଗ୍ରୀ କମ୍ ଅଛନ୍ତି, ଆପଣ ତାଙ୍କର ଉପଚାର କରିପାରିବେ, ଆପଣ ରତ୍ନ ପଥର ଧାରଣ କରିପାରିବେ, ଆପଣ ବୀଜ ମନ୍ତ୍ର ପଢିପାରିବେ। କିନ୍ତୁ ଯଦି ଅକାରକ ହେଇଛନ୍ତି ଆପଣଙ୍କ ଜାତକ ପାଇଁ ରାହୁ କେତୁ, ତାହେଲେ ଆପଣ କଣ କରିବେ, ସେଇ କ୍ଷେତ୍ରରେ ଆପଣ ଦାନ କରିପାରିବେ, ରାହୁ କେତୁଙ୍କର ବୀଜ ମନ୍ତ୍ର ବି ପାଠ କରିପାରିବେ। ଆଉ ସବୁଠାରୁ ଭଲ ନୀତି ହେଉଛି ଯୋଉମାନଙ୍କର ଶନି କିମ୍ବା ରାହୁ କିମ୍ବା କେତୁ ଖରାପ ରହୁଛନ୍ତି, ଆପଣ ଗୋଟିଏ ଜିନିଷ ବନ୍ଧୁଗଣ ମନେ ରଖିବେ, ଯୋଉମାନେ ଦୁଷ୍ଟ, ଅସହାୟ, ଶାରୀରିକ ବିକଳାଙ୍ଗ ଏଇ ପ୍ରକୃତିର ଲୋକ ଗୁଡ଼ିକୁ ଆପଣ କେବେ ଅସମ୍ମାନ କରିବେ ନାହିଁ। ଆଉ ତାଙ୍କୁ ଯଦି ପାରିବେ ଆପଣ କିଛି ସାହାଯ୍ୟ ଯଦି କରିପାରୁଛନ୍ତି, ବହୁତ ଭଲ କଥାଟିଏ। ତାଙ୍କୁ କେବେ ବି ଅସମ୍ମାନ କରିବେନି। ଯଦି ଅସମ୍ମାନ କଲେ କି ତାଙ୍କୁ ହଇରାଣ ହରକତ କଲେ, ତାହେଲେ ଶନି ରାହୁ କେତୁ ଆପଣଙ୍କୁ ନ୍ୟାୟ ଦେଇଦେବେ। ତେଣୁ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ହଉ, ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।